ପିଲାମାନେ ପୂର୍ବ କ୍ଲାସ୍ରେ ଆମେ ପାଠ୍ୟକ୍ରମର ବୈଶିଷ୍ଟ୍ୟ ଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି। ଆଜି ଆମେ ପାଠ୍ୟକ୍ରମର ଉପାଦାନ ଗୁଡ଼ିକ ବିଷୟରେ ଆଲୋଚନା କରିବା। ଯେତେବେଳେ ପାଠ୍ୟକ୍ରମର ନକ୍ସାଟିଏ ପ୍ରସ୍ତୁତ କରାଯାଏ, ସେତେବେଳେ ମୁଖ୍ୟତଃ ପାଠ୍ୟକ୍ରମର 4ଟି ଉପାଦାନ ବିଷୟରେ ବିଚାର କରିବାକୁ ହୁଏ। 1ରେ ହେଉଛି ଲକ୍ଷ୍ୟ, 2ରେ ହେଉଛି ବିଷୟବସ୍ତୁ, 3ରେ ହେଉଛି ବିଷୟବସ୍ତୁ ସଂଗଠନ, 4ରେ ହେଉଛି ମୂଲ୍ୟାୟନ। ଏଇ ଯେଉଁ 4ଟି ଉପାଦାନ ରହିଛି, ଏହି ଉପାଦାନ ଗୁଡ଼ିକ ପରସ୍ପର ସହିତ ସମ୍ପର୍କିତ। ଲକ୍ଷ୍ୟ ସହିତ ବିଷୟବସ୍ତୁ ସହିତ ସମ୍ପର୍କିତ ଅଛି, ବିଷୟବସ୍ତୁ ସହିତ ବିଷୟବସ୍ତୁ ସଂଗଠନ ସହିତ ସମ୍ପର୍କ ଅଛି, ବିଷୟବସ୍ତୁ ସଂଗଠନ ସହିତ ମୂଲ୍ୟାୟନ ସହିତ ସମ୍ପର୍କ ରହିଛି। ପ୍ରଥମେ ଆମେ ଦେଖିବା 1 ନମ୍ବର ପଏଣ୍ଟରେ ଆମେ ଦେଖିବା ଲକ୍ଷ୍ୟ ନିର୍ଦ୍ଧାରଣ ବା ଲକ୍ଷ୍ୟ ବିଷୟରେ ଆଜି ଆମେ ଆଲୋଚନା କରିବା। ଯେତେବେଳେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଏ, ସେତେବେଳେ ଦେଖାଯାଏ ଯେ କେଉଁ ଲକ୍ଷ୍ୟ ନେଇକି ଏହି ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ। ସେହି ପାଠ୍ୟକ୍ରମ ଅନୁସାରେ ପିଲାର ବା ଶିକ୍ଷାର୍ଥୀର କ'ଣ ଉନ୍ନତି ହେବ ବା ପିଲା କ'ଣ ଶିଖିପାରିବ ବା ପିଲା କ'ଣ ଜାଣିବ, ଏହା ହିଁ ହେଉଛି ପାଠ୍ୟକ୍ରମର ଲକ୍ଷ୍ୟ। ଲକ୍ଷ୍ୟ ନିର୍ଦ୍ଧାରଣ ହେଉଛି ପାଠ୍ୟକ୍ରମର ପ୍ରଥମ ସୋପାନ। ଲକ୍ଷ୍ୟ ନିର୍ଦ୍ଧାରଣ କଲାବେଳେ ନିମ୍ନଲିଖିତ ଦିଗ ଗୁଡ଼ିକୁ ଦୃଷ୍ଟିରେ ଦେବାକୁ ପଡ଼ିଥାଏ। ତ ତାର ସବ୍ ପଏଣ୍ଟ ଲକ୍ଷ୍ୟ ନିର୍ଦ୍ଧାରଣର ଆମେ ପ୍ରଥମ ସବ୍ ପଏଣ୍ଟ ଦେଖିବା। ଶିକ୍ଷାର୍ଥୀର ଆବଶ୍ୟକତା। ଶିକ୍ଷାର୍ଥୀର ବୟସର ସ୍ତରକୁ ନେଇ ଶିକ୍ଷାର୍ଥୀର ଆବଶ୍ୟକତା ରହିଥାଏ। ସେହି ବୟସର ପିଲା କ'ଣ ଶିକ୍ଷା ଲାଭ କରିପାରିବ, ସେହି ଅନୁସାରେ ଶିକ୍ଷାର୍ଥୀର ମାନସିକ ଦକ୍ଷତା ମଧ୍ୟ ବିଚାର କରିବାକୁ ପଡ଼ିବ। ପିଲା କ'ଣ ଗ୍ରହଣ କରିପାରିବ, ତାକୁ ଦେଖି ଶିକ୍ଷାର୍ଥୀର ଆବଶ୍ୟକତାକୁ ପୂରଣ କଲେ ପାଠ୍ୟକ୍ରମର ଲକ୍ଷ୍ୟ ମଧ୍ୟ ସଫଳ ହୋଇପାରିବ। ତାର 2 ନମ୍ବର ସବ୍ ପଏଣ୍ଟ ବିଦ୍ୟାଳୟ ପରିସର ବହିର୍ଭୂତ ଜୀବନ। ଶିକ୍ଷାର୍ଥୀ ବିଦ୍ୟାଳୟ ପରିବେଶ ବାହାରେ ଅନେକ ସମୟ ଅତିବାହିତ କରିଥାଏ। ସମାଜ ହେଉଛି ପରିବର୍ତ୍ତନଶୀଳ, ସେହି ଅନୁସାରେ ସମାଜ ସହିତ ଖାପ ଖୁଆଇ ଚଳିବାକୁ ତାକୁ ପଡ଼ିଥାଏ। ଆଜିକାର ଏହି ବିଜ୍ଞାନ ଯୁଗରେ ଶିକ୍ଷାର୍ଥୀକୁ କିପରି ଭାବରେ ଚଳିବାକୁ ପଡ଼ିବ, ସେହି ଅନୁସାରେ ପାଠ୍ୟକ୍ରମ ରହିବା ଦରକାର, ଯାହାକି ଶିକ୍ଷାର୍ଥୀକୁ ଭବିଷ୍ୟତରେ ସାହାଯ୍ୟ କରିଥାଏ। ତାର 3 ନମ୍ବର ସବ୍ ପଏଣ୍ଟ ବିଷୟ ବିଶେଷଜ୍ଞଙ୍କ ତଥା ଶିକ୍ଷକମାନଙ୍କର ବିଚାର। ଶିକ୍ଷାର୍ଥୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ବୟସରେ କେଉଁ କେଉଁ ବିଷୟର ଧାରଣା ଉପଧାରଣା ରହିବ ସେ ବିଷୟ ବିଶେଷଜ୍ଞ ତାହା ବିଚାର କରିବା ଦରକାର। ପିଲାମାନଙ୍କର ବୟସର ସ୍ତରକୁ ଦେଖି ସେହି ଅନୁସାରେ ବିଷୟ ଗୁଡ଼ିକରେ ଦକ୍ଷତା ସବୁ ରହିବା ଦରକାର। କେଉଁ ସବୁ ଦକ୍ଷତା ରହିଲେ ପିଲାର କ'ଣ ସବୁ ବିକାଶ ହେବ ଓ ପରିବର୍ତ୍ତନ ହେବ, ତାକୁ ଆଖି ଆଗରେ ରଖି ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଉଚିତ। ତା ସହିତ ଶିକ୍ଷକମାନଙ୍କର ଶ୍ରେଣୀଗୃହରେ ପାଠ୍ୟକ୍ରମ ପରିଚାଳନାଗତ ବାସ୍ତବ ବହିର୍ଭୂତ ପାଠ୍ୟକ୍ରମକୁ ସମୃଦ୍ଧି କରିପାରେ। 4 ନମ୍ବର ପଏଣ୍ଟ ଆସିଲା ଶିକ୍ଷା ମନୋବିଜ୍ଞାନ। ଉପଯୁକ୍ତ ଶିକ୍ଷଣ ଦ୍ୱାରା ଶିକ୍ଷାର ଲକ୍ଷ୍ୟ ଗୁଡ଼ିକ ପୂରଣ ହୋଇଥାଏ। ତେଣୁ ଲକ୍ଷ୍ୟ ନିର୍ଦ୍ଧାରଣ କଲାବେଳେ କେଉଁ ସବୁ ଶିକ୍ଷଣ ଅବଲମ୍ବନ କରିବାକୁ ପଡ଼ିବ ତାହା ବିଚାର କରାଯାଏ। ପିଲାର ବୟସର ସ୍ତରକୁ ଦେଖି ଆମେ ଶିକ୍ଷଣ କାର୍ଯ୍ୟ ଦେବା ଉଚିତ, ଯେହେତୁ ଶିକ୍ଷାର୍ଥୀ ହେଉଛି ଶିକ୍ଷାର କେନ୍ଦ୍ରବିନ୍ଦୁ। ଯଦି ଶିକ୍ଷାର୍ଥୀର ସାମର୍ଥ୍ୟ ବାହାରେ ଯଦି କିଛି ପାଠ୍ୟବସ୍ତୁ ଉପସ୍ଥାପନା ହୁଏ, ତାହେଲେ ପିଲା ଉପରେ ଚାପ ସୃଷ୍ଟି କରିଥାଏ। 5 ନମ୍ବର ପଏଣ୍ଟ ପ୍ରଚଳିତ ସାମାଜିକ ମୂଲ୍ୟବୋଧ। ଯେତେବେଳେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି, ସେତେବେଳେ ପ୍ରଚଳିତ ସାମାଜିକ ମୂଲ୍ୟବୋଧ ପ୍ରତି ଗୁରୁତ୍ୱ ଦିଆଯିବା ଦରକାର। କାହିଁକି ନା ପାଠ୍ୟକ୍ରମର ଲକ୍ଷ୍ୟ ଏବଂ ପ୍ରଚଳିତ ସାମାଜିକ ମୂଲ୍ୟବୋଧ ମଧ୍ୟରେ ସମନ୍ୱୟ ରହିଛି। ଯେଉଁମାନେ ବି ପାଠ୍ୟକ୍ରମ ତିଆରି କରୁଛନ୍ତି, ସେମାନେ ସମାଜ ପ୍ରତି ଧ୍ୟାନ ଦେବା ଉଚିତ। ପାରମ୍ପରିକ ମୂଲ୍ୟବୋଧ ଓ ଆଧୁନିକ ମୂଲ୍ୟବୋଧ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଆଣି ପାଠ୍ୟକ୍ରମର ଲକ୍ଷ୍ୟ ନିର୍ଦ୍ଧାରଣ କରାଯିବା ଉଚିତ। ତ ଆଜି ଆମେ
ଆଜି ଆମେ ପାଠ୍ୟକ୍ରମର ଉପାଦାନ ଯେଉଁ 4ଟି ପଏଣ୍ଟ ରହିଲା, ଲକ୍ଷ୍ୟ, ବିଷୟବସ୍ତୁ ସଂଗଠନ, ମୂଲ୍ୟାୟନ। ତ ଲକ୍ଷ୍ୟ ଉପରେ ଆମେ ଆଜି ଲକ୍ଷ୍ୟ ନିର୍ଦ୍ଧାରଣ ଉପରେ ଆମେ ଆଲୋଚନା କଲେ। ଧନ୍ୟବାଦ।